এইটা হଉଛି ଭାଇ ଦେଖନ୍ତୁ, ଏଇଟା ହେଉଛି ଆମର ଯେଉଁ ମଲ୍ଲି ଫୁଲ। ଏଥିରେ ବହୁତ ଗୁଡ଼ାଏ ଘାସ ହେଇଛି। ଏଇ ଘାସ ଗୁଡ଼ାକ ମୁଁ ମୋର এই ଖୁର୍ପି ମାଧ୍ୟମରେ ସଫା କରୁଛି। ତାପରେ ଏଗୁଡ଼ାକୁ ମୁଁ ସାର ଦେଇଦେବି। ସାର ମୋ କ'ଣ ଏଥିରେ ପଡ଼େ, DAP ଆଉ ପଟାସ, ସୋରିଷ ପିଡ଼ିଆ, ତାପରେ ନିମ୍ ପିଡ଼ିଆ, ଯାହାଦ୍ୱାରା କି ଗଛ ଗୁଡ଼ାକ ଆମର ଫୁଲ ଭର୍ତ୍ତି ହୁଏ। ଯେମିତି ଏଇଗୁଡ଼ା ଫୁଲ ଦେଖନ୍ତୁ, ଏଗୁଡ଼ା ସବୁ ଦେଖନ୍ତୁ, ଗୋଲାପ, ସେବତୀ, ପିଟୁଣିଆ, ଦେଖନ୍ତୁ କେତେ ସୁନ୍ଦର ଭାବରେ ଏ ଫୁଲ ଗୁଡ଼ାକ ଦେଖନ୍ତୁ। ଏବେ ଏଗୁଡ଼ାକ ମୁଁ ଖୁସେଇ ଦେଉଛି। ଖୁସେଇ ଦେଇ ସାରିଲା ପରେ ଏଗୁଡ଼ାକ ମୁଁ ପିଡ଼ିଆ ଦେବି। ଗୋଟେ ସପ୍ତାହଟେ ଭିତରେ ଗଛର ପରିବର୍ତ୍ତନ ହେବ, ଯାହାଦ୍ୱାରା ଏଥିରେ ଫୁଲ ଭର୍ତ୍ତି ହେଇଯିବ। ଏଇଟା ଦେଖନ୍ତୁ, ଏଗୁଡ଼ାକୁ ମୂଳରେ ରଖିଲେ ମୁଖ୍ୟତଃ ସାର ଗୁଡ଼ାକ ଏଇଗୁଡ଼ାକ ଖାଆନ୍ତି, ଗଛ ବଢ଼ିବନି ଆଉ ଅନାବନା ଘାସ ଗୁଡ଼ାକ ବଢ଼ିଯିବ। ତେଣୁ ଏଗୁଡ଼ାକ ସବୁ ହଟେଇବାକୁ ପଡ଼ୁଛି। ହଟେଇ ସାରିଲା ପରେ ଆମର ଯେଉଁ ସାର ଅଛି, ଦେଖନ୍ତୁ, ଏଇଟା ହେଉଛି ଗ୍ରୀନ୍। ଏଇଟା ହେଉଛି ଅର୍ଗାନିକ୍ କମ୍ପୋଷ୍ଟ। ପ୍ରାକୃତିକ ଭାବରେ ଏଇଟା ଆମେ ଗଛରେ ବ୍ୟବହାର କରିପାରିବା, ଯାହାଦ୍ୱାରା ଗଛର ଡେଭଲପମେଣ୍ଟ ହେବ, ଚେର ବଢ଼ିବ, ଗଛ ଗ୍ରୋଥ୍ ହେବ, ଫୁଲ ଦେବ, ଫଳ ଦେବ ହେଲା।